ଆସନ୍ତୁ ଆଜି ଆମେ ଛତୁ ମସଲା ବନେଇବା। ଆପଣ ତ ଛତୁ ମସଲା ଖାଇଥିବେ, ଥରେ ମୋ ଷ୍ଟାଇଲରେ ଛତୁ ମସଲା ଖାଇକି ଦେଖନ୍ତୁ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ଆସନ୍ତୁ ରେସିପି ଷ୍ଟାର୍ଟ କରିବା। ପ୍ରଥମେ କିଛି ଛତୁ ନେବା ଆଉ ତାକୁ ଏଇପରିକା କୁନି କୁନି କରିକିନା କାଟି ନେବା। ଏବେ ଛତୁକୁ ହଳଦୀ ପାଣିରେ ପକାଇଦେବା ଆଉ ତାକୁ 15 ମିନିଟ୍ ଛାଡ଼ି ନେବା। 15 ମିନିଟ୍ ପରେ ତାକୁ ଚିପୁଡ଼ିକିନା ଗୋଟେ ପାତ୍ରକୁ କାଢ଼ି ନେବା। ଏବେ ଗୋଟେ କଡ଼େଇ ବସେଇବା। କଡ଼େଇରେ ଚିପୁଡ଼ିକି ରଖିଥିବା ଛତୁକୁ ପକାଇବା ଆଉ ତାକୁ ଭଲ ଭାବରେ ଭାଜିବା। ଆଉ ଟିକେ ଲୁଣ ପକାଇଦେବା। ଲୁଣ ପକାଇକିନା ଭାଜିବା। ଏଇ ଦେଖନ୍ତୁ ଛତୁରୁ ପାଣି ବାହାରି ଆସିଲାଣି। ପାଣି ମରିଗଲା ପରେ ଛତୁକୁ ଗୋଟେ ପାତ୍ରକୁ କାଢ଼ି ନେବା। ଏବେ ଗୋଟେ ପିଆଜ କାଟି ନେବା ଆଉ ଗୋଟେ ବିଲାତି କାଟି ନେବା। ଏବେ ଗୋଟେ କଡ଼େଇ ବସେଇବା। କଡ଼େଇରେ ଟିକେ ତେଲ ପକାଇବା। ତେଲ ତାତିଗଲା ପରେ ତେଜପତ୍ର ପକାଇବା ଆଉ କିଛି ଫୁଟଣ ପକାଇବା। ଫୁଟଣ ଫୁଟିଗଲା ପରେ ପିଆଜ ବିଲାତିକୁ ପକାଇଦେବା। ପିଆଜ ବିଲାତି ଭାଜି ହେଇଗଲା ପରେ ସୋରିଷ ମସଲା ଗୋଟେ ଚାମଚ ପକାଇଦେବା। ମୁଁ ସୋରିଷ ଲଙ୍କା ରସୁଣକୁ ନେଇକିନା ମସଲା ବନେଇଥିଲି ଆଉ ସେଥିରେ ଲୁଣ କାଶ୍ମୀର ଚିଲି ହଳଦୀ ପକାଇ ତାକୁ ଭଲ ଭାବରେ କଷି ନେବା। ମସଲା ରଖିଥିବା ପାତ୍ରରେ ଟିକେ ପାଣି ଦେବା ଆଉ ତାକୁ ଭଲ ଭାବରେ କଷି ନେବା। ଏବେ ଟିକେ କସୁରୀ ମେଥି ପକାଇଦେବା ଆଉ ତାକୁ ଭଲ ଭାବରେ କଷି ନେବା। ଦେଖନ୍ତୁ ପୁରା ମସଲା କଷି ହେଇଗଲାଣି। ଏବେ ଭାଜିକି ରଖିଥିବା ଛତୁକୁ ପକାଇଦେବା ଆଉ ତାକୁ ଗୋଳେଇ ଦେବା। ସେଥିରେ ଟିକେ ଗରମ ମସଲା ଆଉ ଟିକେ ଚିକେନ ମସଲା ପକାଇ ଦେଇକି ତାକୁ 10 ମିନିଟ୍ କଷି ନେବା। ଏବେ ମୋର ରେସିପି ପ୍ରସ୍ତୁତ ହେଇଗଲା। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ରାଧେ ରାଧେ।